ଘରେ କଳହ ନକାରାତ୍ମକତା ଅଛି କିମ୍ବା ଭାଗ୍ୟ ସାଥ ଦେଉନାହିଁ ବା ମନ୍ତ୍ର ଜପ ଆଦି ସାଧନାରେ ବିଶେଷ ସଫଳ ହେବାକୁ ଚାହାନ୍ତି, ତେବେ ରବିବାର 4 ଜାନୁଆରୀ ରବିପୁଷ୍ୟ ଯୋଗ ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବ। 3ଟି ବିଶେଷ କାମ ଆପଣଙ୍କୁ କରିବାକୁ ପଡ଼ିବ, କିନ୍ତୁ ଏଠାରେ କୁହାଯାଇଥିବା ଯୋଗର ସମୟ ଭିତରେ ହିଁ ଆପଣଙ୍କୁ କରିବାକୁ ହେବ। ପ୍ରଥମ, ସର୍ବସିଦ୍ଧିକାର ଏହି ଯୋଗରେ ଜପା ହୋଇଥିବା ମନ୍ତ୍ର ସିଦ୍ଧ ହୋଇପାରେ। ଏଥିପାଇଁ ନିଜର ଗୁରୁମନ୍ତ୍ର, ସାରସ୍ୱତ ମନ୍ତ୍ର ବା ଆପଣଙ୍କ ଇଷ୍ଟ ଦେବତାଙ୍କ ମନ୍ତ୍ର ଅନିବାର୍ଯ୍ୟ ରୂପେ ଜପ କରନ୍ତୁ। ବହୁତ ଲାଭ ହେବ। ଯାହାର ସ୍ୱାସ୍ଥ୍ୟ ଖରାପ ଅଛି କିମ୍ବା ଭବିଷ୍ୟତରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ତା ସହ ପ୍ରଭୁ ଭକ୍ତି ମଧ୍ୟ ଚାହୁଁଛନ୍ତି, ତେବେ ଅଚ୍ୟୁତାୟ ଗୋବିନ୍ଦାୟ ଅନନ୍ତାୟ ନାମ ଭେଷଜାତ୍ ନଶ୍ୟନ୍ତି ସର୍ବରୋଗାଣୀ ସତ୍ୟଂ ସତ୍ୟଂ ପଦାମ୍ୟାମ୍, ଏହି ସର୍ବରୋଗ ନାଶକ ମନ୍ତ୍ର ଜପ କରିପାରିବେ। ଦ୍ୱିତୀୟ କାମ, ଏହି ଯୋଗ ଅମୃତ ସିଦ୍ଧି ଯୋଗ ହୋଇଥିବା କାରଣରୁ ଏଥିରେ ପ୍ରସ୍ତୁତ କିମ୍ବା ଗ୍ରହଣ କରାଯାଇଥିବା ଔଷଧ ଗୁଡ଼ିକ ଶରୀର ଉପରେ ଗଭୀର ଏବଂ ସକାରାତ୍ମକ ପ୍ରଭାବ ପକାଇଥାଏ। ବିଶେଷ କରି ପୁରୁଣା ରୋଗ ଗୁଡ଼ିକରେ ଏଭଳି ସମସ୍ୟାରେ ଥିବା ବ୍ୟକ୍ତିମାନେ ଏହାକୁ ନିଶ୍ଚୟ କରନ୍ତୁ ଏବଂ ଆପଣଙ୍କ ପରିଚିତମାନଙ୍କୁ ମଧ୍ୟ ଜଣାନ୍ତୁ। ତୃତୀୟ କାମ, ଯଦି କାହାର ଘରେ ଝଗଡ଼ା ନକାରାତ୍ମକତା ଅଛି ଏବଂ ଏହାକୁ ଦୂର କରିବାର ଅଛି କିମ୍ବା ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ବରଗଛର ପତ୍ର ନିଅନ୍ତୁ, ଏହା ଉପରେ ହଳଦୀରେ ସ୍ୱସ୍ତିକ ଚିହ୍ନ କରନ୍ତୁ ଏବଂ ତାକୁ ଘରର କୌଣସି ସୁରକ୍ଷିତ ସ୍ଥାନରେ ରଖିଦିଅନ୍ତୁ। ସଂଯମ ସଦାଚାରର ରାସ୍ତାରେ ଚାଲନ୍ତୁ। କିଛି ସମୟ ମଧ୍ୟରେ ନିଶ୍ଚିତ ଲାଭ ମିଳିବ। ଏହି ଯୋଗର ସମୟ ରହିବ 4 ଜାନୁଆରୀ ଦ୍ୱିପ୍ରହର 3:11ରୁ 5 ଜାନୁଆରୀ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ। ଯଦି ଏହି ସୂଚନାଟି ଉପଯୋଗୀ ଲାଗୁଛି, ତେବେ ଭିଡ଼ିଓକୁ ନିଶ୍ଚୟ ଅଧିକରୁ ଅଧିକ ଲୋକମାନଙ୍କ ପର୍ଯ୍ୟନ୍ତ ସେୟାର କରନ୍ତୁ। ହରି ଓମ୍।